ଗ୍ରାମାର ଫର୍ ବିଗିନର୍ସ ଅନାଭିଜ୍ଞ ଛାତ୍ରଙ୍କ ସକାଶେ ବ୍ୟାକରଣ। ଯେକୌଣସି ଭାଷା ଠିକ୍ ଭାବେ ଲେଖିବା ପଢ଼ିବା ଓ କହିବାକୁ ହେଲେ ସେ ଭାଷାର ବ୍ୟାକରଣ ବା ଗ୍ରାମାର ବିଷୟରେ ସମ୍ୟକ ଜ୍ଞାନ ବା ନଲେଜ ରହିବା ଉଚିତ। କୌଣସି ଭାଷାର ସ୍ୱରବର୍ଣ୍ଣ ବା ଭାୱେଲ ଓ ବ୍ୟଞ୍ଜନ ବର୍ଣ୍ଣ କନସୋନାଣ୍ଟ ଜାଣିବା ସଙ୍ଗେ ସଙ୍ଗେ ସେ ଭାଷାର ପଦ ବିଭାଗ ପାର୍ଟସ ଅଫ୍ ସ୍ପିଚ୍ ମଧ୍ୟ ଜାଣିବା ଆବଶ୍ୟକ ଅଟେ। ତେବେ ଆସନ୍ତୁ ଇଂରାଜୀ ଭାଷାର ଶବ୍ଦ ବିଭାଗ ଗୁଡ଼ିକ ଜାଣିବା। ପ୍ରଥମେ ନାଉନ୍ ବିଶେଷ୍ୟ, ଦ୍ୱିତୀୟରେ ପ୍ରୋନାଉନ୍ ସର୍ବନାମ, ତୃତୀୟରେ ଏଡଜେକ୍ଟିଭ୍ ବିଶେଷଣ, ଚତୁର୍ଥରେ ଭାର୍ବ କ୍ରିୟା, ପଞ୍ଚମରେ ଏଡଭାର୍ବ କ୍ରିୟା ବିଶେଷଣ, ଷଷ୍ଠରେ ପ୍ରିପୋଜିସନ୍ ବିଭକ୍ତି ସୂଚକ ଅବ୍ୟୟ, ସପ୍ତମରେ କଞ୍ଜକ୍ସନ୍ ବା ସଂଯୋଜକ ଅବ୍ୟୟ ଏବଂ ଅଷ୍ଟମରେ ଇଣ୍ଟରଜେକ୍ସନ୍ ବା ବିସ୍ମୟ ସୂଚକ ଅବ୍ୟୟ। ଏବେ ଉଦାହରଣ ସହ ଆଲୋଚନା କରିବା। ପ୍ରଥମେ ନାଉନ୍ ବା ବିଶେଷ୍ୟ। ଏ ନାଉନ୍ ଇଜ୍ ଦି ନେମ୍ ଅଫ୍ ଏ ପର୍ସନ୍, ପ୍ଲେସ୍ ଅର୍ ଏ ଥିଙ୍ଗ। କୌଣସି ବ୍ୟକ୍ତି, ସ୍ଥାନ ଓ ବସ୍ତୁକୁ ବୁଝାଉଥିବା ଶବ୍ଦକୁ ବିଶେଷ୍ୟ ବା ନାଉନ୍ କୁହାଯାଏ। ଯଥା ମୋହନ, ମୁମ୍ବାଇ, ଟେବୁଲ ଇତ୍ୟାଦି। ଦ୍ୱିତୀୟରେ ପ୍ରୋନାଉନ୍ ବା ସର୍ବନାମ। ଏ ପ୍ରୋନାଉନ୍ ଇଜ୍ ଏ ୱାର୍ଡ ହୁଇଚ୍ ଇଜ୍ ୟୁଜ୍ଡ ଇନ୍ ପ୍ଲେସ୍ ଅଫ୍ ଏ ନାଉନ୍। ବିଶେଷ୍ୟ ବଦଳରେ ବ୍ୟବହୃତ ହେଉଥିବା ଶବ୍ଦକୁ ସର୍ବନାମ କୁହାଯାଏ। ଯଥା ଆଇ, ଉଇ, ଦେ, ମାଇ, ଆୱାର, ୟୋର, ଦିଆର, ଇଟ୍, ଇଟ୍ସ, ହି, ହିମ୍, ସି, ହାର୍, ମାଇନ୍, ହୋମ୍, ହୁଚ୍, ହୁଇଚ୍, ହ୍ୱାଟ୍, ହୁ, ଦିଚ୍, ଦ୍ୟାଟ୍, ଦିସ୍, ଦୋଜ୍, ୱାନ୍ସ, ନନ୍, ସେମ୍, ମାଇସେଲ୍ଫ, ହିମସେଲ୍ଫ ଇତ୍ୟାଦି। ତୃତୀୟରେ ଏଡଜେକ୍ଟିଭ୍ ବା ବିଶେଷଣ। ଏ ୱାର୍ଡ ହୁଇଚ୍ କ୍ୱାଲିଫାଏଜ୍ ଏ ନାଉନ୍ ଅର୍ ଏ ପ୍ରୋନାଉନ୍ ଇଜ୍ କଲ୍ଡ ଏନ୍ ଏଡଜେକ୍ଟିଭ୍। ଯେଉଁ ଶବ୍ଦ ବିଶେଷ୍ୟ କିମ୍ବା ସର୍ବନାମର ଗୁଣ ପ୍ରକାଶ କରେ ତାହାକୁ ବିଶେଷଣ ବା ଏଡଜେକ୍ଟିଭ୍ କୁହାଯାଏ। ଯଥା ରାମ ଇଜ୍ ଏ ଗୁଡ୍ ବୟ। ଏଥିରେ ଗୁଡ୍ ଶବ୍ଦ ଏଡଜେକ୍ଟିଭ୍ ଅଟେ ଏବଂ ଏହା ବୟର ଗୁଣ ପ୍ରକାଶ କରୁଛି। ଚତୁର୍ଥରେ ଭାର୍ବ ବା କ୍ରିୟା। ଏ ଭାର୍ବ ଇଜ୍ ଏ ୱାର୍ଡ ହୁଇଚ୍ ଶୋଜ୍ ଦ୍ୟାଟ୍ ସମଥିଙ୍ଗ ଇଜ୍ ବିଇଂ ଡନ୍। କ୍ରିୟା ଏକ ଶବ୍ଦ ଯାହାକି କିଛି କାମ କରିବା କିମ୍ବା ହେବାର ସୂଚନା ଦିଏ। ଯଥା ହି ବିଟ୍ସ ମି। ଏହି ବାକ୍ୟରେ ବିଟ୍ସ କ୍ରିୟା ଅଟେ। ଦି କାଇଣ୍ଡ ଅଫ୍ ଭାର୍ବସ୍ କ୍ରିୟାର ବିଭାଗ। ପ୍ରଥମେ ଟ୍ରାଞ୍ଜିଟିଭ୍ ଭାର୍ବ ବା ସକର୍ମକ କ୍ରିୟା। ଏ ଭାର୍ବ ହୁଇଚ୍ ଶୋଜ୍ ଏନ୍ ଆକ୍ସନ୍ ହୁଇଚ୍ ପାସେସ୍ ଫ୍ରମ୍ ସବଜେକ୍ଟ ଟୁ ଏନ୍ ଅବଜେକ୍ଟ। ଇଟ୍ ହ୍ୟାଜ୍ ସବଜେକ୍ଟ ଏଜ୍ ୱେଲ୍ ଏଜ୍ ଅବଜେକ୍ଟ। ଯେଉଁ କ୍ରିୟା ସହିତ କର୍ତ୍ତା କର୍ମ ଉଭୟ ଥାଏ ତାହାକୁ ସକର୍ମକ କ୍ରିୟା କୁହାଯାଏ। ଦ୍ୱିତୀୟରେ ଇନ୍ଟ୍ରାଞ୍ଜିଟିଭ୍ ଭାର୍ବ ବା ଅକର୍ମକ କ୍ରିୟା। ଏ ଭାର୍ବ ହୁଇଚ୍ ହ୍ୟାଜ୍ ନୋ ଅବଜେକ୍ଟ ଇଜ୍ କଲ୍ଡ ଇନ୍ଟ୍ରାଞ୍ଜିଟିଭ୍ ଭାର୍ବ। ଯେଉଁ କ୍ରିୟା ସହିତ କର୍ମ ନଥାଏ ତାହା ଅକର୍ମକ କ୍ରିୟା ଅଟେ। ଇନକମ୍ପ୍ଲିଟ୍ ଭାର୍ବ ବା ସାହାଯ୍ୟକାରୀ କ୍ରିୟା ବା ଅସମାପିକା କ୍ରିୟା। ଏ ଭାର୍ବ ହୁଇଚ୍ ଡଜ୍ ନଟ୍ ଗିଭ୍ ଫୁଲ୍ ସେନ୍ସ ଇଜ୍ କଲ୍ଡ ଇନକମ୍ପ୍ଲିଟ୍ ଭାର୍ବ। ଯେଉଁ କ୍ରିୟା ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ କରେ ନାହିଁ ତାହାକୁ ସାହାଯ୍ୟକାରୀ କ୍ରିୟା ବା ଅସମାପିକା କ୍ରିୟା କୁହାଯାଏ। ଯଥା ଏମ୍, ଇଜ୍, ଆର୍, ୱାଜ୍, ୱେର୍, ହ୍ୟାଜ୍, ହ୍ୟାଭ୍, ହ୍ୟାଡ୍, ଡୁ, ଡଜ୍, ଡିଡ୍, ୱିଲ୍, ସେଲ୍, ଉଲ୍ଡ, ସୁଲ୍ଡ, ମେ, ମାଇଟ୍, କ୍ୟାନ୍, କୁଲ୍ଡ ଇତ୍ୟାଦି ଏଗୁଡ଼ିକ ମୁଖ୍ୟ କ୍ରିୟା ସହିତ ହିଁ ବ୍ୟବହାର କରାଯାଏ। ପଞ୍ଚମରେ ଏଡଭାର୍ବ ବା କ୍ରିୟା ବିଶେଷଣ। ଏନ୍ ଏଡଭାର୍ବ ଇଜ୍ ଏ ୱାର୍ଡ ହୁଇଚ୍ ଇଜ୍ ୟୁଜ୍ଡ ଟୁ କ୍ୱାଲିଫାଏ ଏନି ପାର୍ଟ ଅଫ୍ ସ୍ପିଚ୍ ଏକ୍ସେପ୍ଟ ଏ ନାଉନ୍ ଅର୍ ଏ ପ୍ରୋନାଉନ୍। ଯେଉଁ ଶବ୍ଦ ବିଶେଷ୍ୟ ଓ ସର୍ବନାମ ବ୍ୟତୀତ ଅନ୍ୟ ଯେକୌଣସି ପଦର ଗୁଣ ପ୍ରକାଶ କରେ ତାହାକୁ କ୍ରିୟା ବିଶେଷଣ କୁହାଯାଏ। ହି ରିଡ୍ସ କ୍ଲିୟରଲି। ଏଠାରେ କ୍ଲିୟରଲି ପଢ଼ିବା କ୍ରିୟାର ଗୁଣ ପ୍ରକାଶ କରୁଛି। ପ୍ରିପୋଜିସନ୍ ବିଭକ୍ତି ସୂଚକ ଅବ୍ୟୟ। ଏ ପ୍ରିପୋଜିସନ୍ ଇଜ୍ ଏ ୱାର୍ଡ ପ୍ଲେସ୍ ବିଫୋର୍ ଏ ନାଉନ୍ ଅର୍ ଏ ପ୍ରୋନାଉନ୍ ଟୁ ଏଷ୍ଟାବ୍ଲିଶ୍ ଦି ରିଲେସନସିପ୍ ୱିଥ୍ ଦି ପାର୍ସନ୍ ଅର୍ ଥିଙ୍ଗ ଡେନୋଟେଡ୍ ବାୟ ଇଟ୍ ଷ୍ଟାଣ୍ଡ ଇନ୍ ରିଗାର୍ଡ ଟୁ ସମଥିଙ୍ଗ ଏଲ୍ସ। ଯେଉଁ ଶବ୍ଦ ବିଶେଷ୍ୟ ଓ ସର୍ବନାମ ପୂର୍ବରୁ ବ୍ୟବହାର କରାଯାଏ ଏବଂ ଏହା ବିଶେଷ୍ୟ ଓ ସର୍ବନାମର ସ୍ଥିତ ନିରୂପଣ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ସମ୍ବନ୍ଧ ରଖନ୍ତି ତାହାକୁ ବିଭକ୍ତି ସୂଚକ ଅବ୍ୟୟ କୁହାଯାଏ। ଯଥା ଦି ବୁକ୍ ଇଜ୍ ଅନ୍ ଦି ଟେବୁଲ। ଏଥିରେ ଅନ୍ ଶବ୍ଦ ପ୍ରିପୋଜିସନ୍ ଅଟେ। ଇନ୍, ଅନ୍, ୱିଥ୍, ଅଫ୍, ଫର୍, ଇନ୍ଟୁ, ଫ୍ରମ୍, ଆଫ୍ଟର, ଏଟ୍ ଆଦି ପ୍ରିପୋଜିସନ୍ ଅଟେ। ସପ୍ତମରେ କଞ୍ଜକ୍ସନ୍ ବା ସଂଯୋଜକ ଅବ୍ୟୟ। ଏ କଞ୍ଜକ୍ସନ୍ ଇଜ୍ ଏ ୱାର୍ଡ ହୁଇଚ୍ ଜଏନ୍ସ ସେଣ୍ଟେନ୍ସେସ୍ ଏଣ୍ଡ ୱାର୍ଡସ୍। ଯେଉଁ ଶବ୍ଦ ବାକ୍ୟକୁ କିମ୍ବା ଉପବାକ୍ୟର ଶବ୍ଦକୁ ସଂଯୁକ୍ତ କରେ ତାହାକୁ କଞ୍ଜକ୍ସନ୍ ବା ସଂଯୋଜକ ଅବ୍ୟୟ କୁହାଯାଏ। ସେଗୁଡ଼ିକ ଯଥାକ୍ରମେ ଏଣ୍ଡ, ବୋଥ୍, ଅଲସୋ, ଠୁ, ନଟ୍ ଓନ୍ଲି, ବଟ୍ ଅଲସୋ, ହାଉଏଭର ଇତ୍ୟାଦି। ଅଷ୍ଟମରେ ଇଣ୍ଟରଜେକ୍ସନ୍ ବା ବିସ୍ମୟ ସୂଚକ ଅବ୍ୟୟ। ଏନ୍ ଇଣ୍ଟରଜେକ୍ସନ୍ ଇଜ୍ ଏ ୱାର୍ଡ ହୁଇଚ୍ ଏକ୍ସପ୍ରେସ୍ ସମ୍ ସଡନ୍ ଫିଲିଂ ଅର୍ ଇମୋସନ୍।
ଯେଉଁ ଶବ୍ଦ କୌଣସି ଦୁଃଖ ସୁଖ ଓ ଅବ୍ୟକ୍ତ ଭାବନାକୁ ହଠାତ୍ ପ୍ରକାଶ କରେ ତାହାକୁ ଇଣ୍ଟରଜେକ୍ସନ୍ ବା ବିସ୍ମୟ ସୂଚକ ଅବ୍ୟୟ କୁହାଯାଏ। ଯଥା ହୁର୍ରା, ଆଲାସ୍, ଆହ, ବ୍ରାଭୋ, ୱେଲ୍ ଡନ୍ ଇତ୍ୟାଦି। ପ୍ରଥମରେ ନାଉନ୍ ବା ବିଶେଷ୍ୟ। ଏ ନାଉନ୍ ଇଜ୍ ଦି ନେମ୍ ଅଫ୍ ଏ ପାର୍ସନ୍, ପ୍ଲେସ୍ ଅର୍ ଏ ଥିଙ୍ଗ। କୌଣସି ବ୍ୟକ୍ତି, ସ୍ଥାନ ଓ ବସ୍ତୁକୁ ବୁଝାଉଥିବା ଶବ୍ଦକୁ ବିଶେଷ୍ୟ କୁହାଯାଏ। ଯଥା ମୋହନ, ମୁମ୍ବାଇ, ଟେବୁଲ ଇତ୍ୟାଦି। ଦ୍ୱିତୀୟରେ ପ୍ରୋନାଉନ୍ ବା ସର୍ବନାମ। ଏ ପ୍ରୋନାଉନ୍ ଇଜ୍ ଏ ୱାର୍ଡ ହୁଇଚ୍ ଇଜ୍ ୟୁଜ୍ଡ ଇନ୍ ପ୍ଲେସ୍ ଅଫ୍ ଏ ନାଉନ୍। ବିଶେଷ୍ୟ ବଦଳରେ ବ୍ୟବହୃତ ହେଉଥିବା ଶବ୍ଦକୁ ସର୍ବନାମ କୁହାଯାଏ। ଯଥା ଆଇ, ୱି, ୟୁ, ଦେ, ମେ, ଆୱାର, योर, दियर, इट, इट्स, ही, हिम, सी, हर, माइन, हुम, हुच, हुइच, व्हाट, हु, दिस, दैट, दिच, दोज, वन्स, नन, माइसेल्फ, हिमसेल्फ इत्यादि। तृतीय एडजेक्टिव बा विशेषण। ए वर्ड व्हिच क्वालिफाइज ए नाउन और ए प्रोनाउन इज कॉल्ड एन एडजेक्टिव। ଯେଉଁ ଶବ୍ଦ ବିଶେଷ୍ୟ କିମ୍ବା ସର୍ବନାମର ଗୁଣ ପ୍ରକାଶ କରେ ତାହାକୁ ବିଶେଷଣ କୁହାଯାଏ। ଯଥା ରାମ ଇଜ୍ ଏ ଗୁଡ୍ ବୟ। ଏଥିରେ ଗୁଡ୍ ଶବ୍ଦ ଏଡଜେକ୍ଟିଭ୍ ଅଟେ। ଏହା ବୟର ଗୁଣ ପ୍ରକାଶ କରୁଛି। ଚତୁର୍ଥରେ ଭାର୍ବ ବା କ୍ରିୟା। ଏ ଭାର୍ବ ଇଜ୍ ଏ ୱାର୍ଡ ହୁଇଚ୍ ଦ୍ୟାଟ୍ ସମଥିଙ୍ଗ ଇଜ୍ ବିଇଂ ଡନ୍। କ୍ରିୟା ଏକ ଶବ୍ଦ ଯାହାକି କିଛି କାମ କରିବା କିମ୍ବା ହେବାର ସୂଚନା ଦିଏ। ଯଥା ହି ବିଟ୍ସ ମି। ଏହି ବାକ୍ୟରେ ବିଟ୍ସ କ୍ରିୟା ଅଟେ। ଦି କାଇଣ୍ଡ ଅଫ୍ ଭାର୍ବ କ୍ରିୟାର ବିଭାଗ। ଏ ଭାର୍ବ ହୁଇଚ୍ ଶୋସ୍ ଏନ୍ ଆକ୍ସନ୍ ହୁଇଚ୍ ପାସେସ୍ ଫ୍ରମ୍ ସବଜେକ୍ଟ ଟୁ ଏନ୍ ଅବଜେକ୍ଟ। ଇଟ୍ ହେଜ୍ ସବଜେକ୍ଟ ଏଜ୍ ୱେଲ୍ ଏଜ୍ ଅବଜେକ୍ଟ। ଯେଉଁ କ୍ରିୟା ସହିତ କର୍ତ୍ତା କର୍ମ ଉଭୟ ଥାଏ ତାହାକୁ ସକର୍ମକ କ୍ରିୟା କୁହାଯାଏ। ଇନ୍ଟ୍ରାଞ୍ଜିଟିଭ୍ ଭାର୍ବ ଅକର୍ମକ କ୍ରିୟା। ଏ ଭାର୍ବ ହୁଇଚ୍ ହେଜ୍ नो ଅବଜେକ୍ଟ ଇଜ୍ କଲ୍ଡ ଇନ୍ଟ୍ରାଞ୍ଜିଟିଭ୍ ଭାର୍ବ। ଯେଉଁ କ୍ରିୟା ସହ କର୍ମ ନଥାଏ ତାହା ଅକର୍ମକ କ୍ରିୟା ଅଟେ। ଇନକମ୍ପ୍ଲିଟ୍ ଭାର୍ବ ସାହାଯ୍ୟକାରୀ କ୍ରିୟା ବା ଅସମାପିକା କ୍ରିୟା। ଏ ଭାର୍ବ ହୁଇଚ୍ ଡଜ୍ ନଟ୍ ଗିଭ୍ ଫୁଲ୍ ସେନ୍ସ ଇଜ୍ କଲ୍ଡ ଇନକମ୍ପ୍ଲିଟ୍ ଭାର୍ବ। ପଞ୍ଚମରେ ଏଡଭାର୍ବ ବା କ୍ରିୟା ବିଶେଷଣ। ଏନ୍ ଏଡଭାର୍ବ ଇଜ୍ ଏ ୱାର୍ଡ ହୁଇଚ୍ is used to qualify any parts of speech except a noun or a pronoun.